2026 ମସିହା ଦେଖିବା ଯେ ଆମର 16/8 ଯେଉଁ ବିଛାଶିଳା ଭାଇମାନେ ରହିଲେ, ବିଶାଖା ବିଛା ଭାଇମାନେ ରହିଲେ, ତାଙ୍କ ନକ୍ଷତ୍ର ଅଧିପତି ହେଲେ ବୃହସ୍ପତି। ସେମାନେ ଏ ବର୍ଷ କିପରି ଫଳ ପାଉଛନ୍ତି? କ୍ୟାରିୟର, ବ୍ୟବସାୟ। ବର୍ଷର ପ୍ରଥମାର୍ଦ୍ଧରେ କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ପରିଶ୍ରମ କଲେ ଅଧିକ ଫଳ ମିଳିବ, କମ୍ କଲେ ମିଳିବନି। କମ୍ କଲେ କାହାକୁ ଫଳ ମିଳିବ ଅଧିକା? ସେ ଭାଗ୍ୟବାନ। ଆମେ କର୍ମ କରିବାକୁ ପଡ଼ିବ। ସଫଳତା। ଜୁନ୍ ମାସରେ ସମୟ ଅଧିକ ଅନୁକୂଳ ରହିବ। ଯଦି ଆପଣ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ବର୍ଷର ଶେଷ ବେଳକୁ ଅପେକ୍ଷା କରନ୍ତୁ। ଚାକିରି ପରିବର୍ତ୍ତନ, ସ୍ଥାନ ପରିବର୍ତ୍ତନ ହେବ। ଆର୍ଥିକ ସ୍ଥିତି, ଆୟ ଓ ବ୍ୟୟ ସ୍ଥିତି ସ୍ଥିର ରହିବ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ରୋକ ଲଗାନ୍ତୁ। ଘର ମରାମତି ପାଇଁ ବହୁତ ଖର୍ଚ୍ଚ ହୋଇବ। ନିବେଶ। ଦୀର୍ଘକାଳୀନ ନିବେଶ, ଲଙ୍ଗ୍ ଟର୍ମ ଇନଭେଷ୍ଟମେଣ୍ଟ ପାଇଁ ସମୟ ଭଲ, କିନ୍ତୁ ସେୟାର ବଜାରରେ ନିବେଶ କରନ୍ତୁ ନାହିଁ। ପରିବାର ସହ ଖୁସି ଓ ଯେସବୁ ଭଲ ପାଇବା ଅଛି ତାଙ୍କର ସବୁ କ'ଣ କେମିତି ରହିଛି? ଫ୍ୟାମିଲି ଆଣ୍ଡ ଲଭ୍। ପରିବାରରେ ଉତ୍ତମ ମତଭେଦ ଦେଖାଯିବ। ଦେଖିଚାହିଁ ବ୍ୟବହାର କରନ୍ତୁ। ଲଭ୍, ଯାହାକୁ ଭଲ ପାଉଥିବେ ତା ସହିତ ବ୍ୟବହାର ଟିକେ ଦେଖିଚାହିଁ କରନ୍ତୁ, ନହେଲେ କଳିକଜିଆ ହେଇଯିବ, କି ବିଚ୍ଛିନ୍ନ ହେଇଯିବ, କି ପାଟିତୁଣ୍ଡ ଏସବୁ ହେଇଯିବ। ସ୍ୱାସ୍ଥ୍ୟ। ମାନସିକ ଚାପ, ନିଦ୍ରାହୀନତା ହୋଇପାରେ। ପେଟ, ଆଣ୍ଠୁଗଣ୍ଠି ସମସ୍ୟା ରହିବ। ଯଦି ଏସବୁ ଅନୁଭବ କରୁଛନ୍ତି, ଗୁରୁବାର ଦିନ ହଳଦିଆ ଖାଦ୍ୟ, ବସ୍ତ୍ର, ଫୁଲ ଦାନ କରନ୍ତୁ, କିମ୍ବା ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରନ୍ତୁ। ଫଳ ଉତ୍ତମ ଆସିବ। ପ୍ରାୟ 70% ଭଲ ଅଛି, ତୁଳା ଅଛି, କିଛି ଏ ବର୍ଷ ଅସୁବିଧା ନାହିଁ। ଦେଖିବା ପରବର୍ତ୍ତୀ ନକ୍ଷତ୍ର।